ପକାଅ। ପ୍ରକୃତରେ ଜାଲ ଗଭୀରତାରେ ଠେଲିଲେ ବହୁତ କିଛି ଟାଣି ପାରିଲେ ନାହିଁ। ଜାଲ ଛିଣ୍ଡିବାକୁ ଲାଗିଲା, କିନ୍ତୁ କାହାକୁ ସାହାଯ୍ୟ କରିବା ପାଇଁ ଡାକିଲା କୁହନ୍ତୁ? କାହାକୁ? ଅଂଶୀଦାର ଅଂଶୀଦାର ଯୋଉମାନେ ଆପଣଙ୍କର ମାଣ୍ଡଳିକ ସେବା କାର୍ଯ୍ୟର ଅଂଶୀଦାର ସେଇମାନଙ୍କୁ ଡାକନ୍ତୁ। ଅନେକ ଥିଲେ ନୌକା ଧରି ଜାଲ ଧରି ସମୁଦ୍ର କୂଳରେ ଗଭୀର ପାଣିରେ, କିନ୍ତୁ ସମସ୍ତଙ୍କୁ ଡାକିଥାନ୍ତି। ଏଣୁ ଆପଣଙ୍କର ଅନୁଷ୍ଠାନର ମୁଁ ନିୟମକୁ ମାନେ ପସନ୍ଦ। ଆପଣଙ୍କର କେବଳ ନୁହଁ, ଯେତିକି ଅନୁଷ୍ଠାନ ଅଛି ସେତିକି ଅନୁଷ୍ଠାନର ନୀତି ନିୟମକୁ ଆମକୁ ମାନିବାକୁ ପଡିବ। ତେଣୁ ଅଂଶୀଦାର ଯୋଉମାନେ ସେମାନେ ଜାଲ ଛୁଇଁ ପାରିବେ, ମଣ୍ଡଳୀ ଭିତରକୁ ଆସିପାରିବେ, ସେବା କାର୍ଯ୍ୟ କରିପାରିବେ। ଇଆଡୁ ସିଆଡୁ ବହୁତ ବହୁତ ସଂଗ୍ରହ କରନ୍ତୁ। ସଂଗ୍ରହ କେତେବେଳେ କରାଯାଏ ଜାଣିଛନ୍ତି? ଦ୍ୱିତୀୟ ତିମୋଥୀ 4 ପର୍ବର 1-2। ଯଦି ଈଶ୍ୱରଙ୍କ ସାକ୍ଷାତ ଯେ ଜୀବିତ ମୃତ ଉଭୟଙ୍କ ବିଚାର କରିବା ପାଇଁ ଉଦ୍ୟତ, ତାଙ୍କ ସାକ୍ଷାତରେ ପୁନରାଗମନ ରାଜ୍ୟର ଶପଥ ଦେଇ ତୁମମାନଙ୍କୁ କହୁଅଛି, ବାକ୍ୟ ପ୍ରଚାର କର, ଅସମୟ ବିପ୍ରଚାର ହେଉ। ଉଦ୍ଯୋଗ କିନ୍ତୁ ଶୁଣନ୍ତୁ, ଆଉ ଅନୁଯୋଗ ବି କରିବା ଦରକାର। ଆଉ ତଳୁ ଟିକେ 3 ପଦ। ପ୍ରିୟ ଭାଇ ମାନେ ଶୁଣନ୍ତୁ, ସମୟ ଆସିବ, ଯେତେବେଳେ ସେମାନେ ହିତଜନକ ଶିକ୍ଷା ସ୍ୱର୍ଗ କରିବେ ନାହିଁ, ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ଶେଷ କାଳରେ ଭଲରେ ହିତାହିତ ଭାବରେ ଶୁଣନ୍ତୁ। ସମୟ ଆସିବ ବହୁତ ଶିକ୍ଷକକୁ ୟୁଟ୍ୟୁବରେ ଦେଖିବେ, କିଏ ଭଲ ଗୀତ ଗାଏ ତାକୁ ଡାକ, ସେ ଭଲ ନାଚେ ତାକୁ ଡାକ, ଆକୁ ଡାକ, ତାକୁ ଡାକ, ତାକୁ ଡାକ, ତାକୁ ଡାକ। ଶେଷରେ ବେଶ୍ୟା ପାଲଟି ଯିବ ଦୁନିଆ। ସମସ୍ତଙ୍କ ଠାରୁ ବାକ୍ୟ ଶୁଣାଯାଇ ପାରିବ। ବାଇବଲ ଆଇନ ଅଛି। ଅନୁଷ୍ଠାନିକ ଭାବରେ ନିଜ ଲିଡର ମାନଙ୍କ ଶୁଣନ୍ତୁ। ଯଦି ସଂଗ୍ରହ କରିବେ, ନିଜର ଅଂଶୀଦାର ମାନଙ୍କୁ ସଂଗ୍ରହ କରନ୍ତୁ ଜାଲ ଟାଣିବା ପାଇଁ। କାରଣ ସଂଗ୍ରହ କରିବେ ବହୁତ ଶିକ୍ଷକଙ୍କୁ। ତେଣୁ ପ୍ରିୟ ଭାଇ ମାନେ, ଆଜି ମୁଁ ଅଳ୍ପ ଆପଣଙ୍କର ପରମେଶ୍ୱରଙ୍କ ଗୃହ ସମ୍ବନ୍ଧରେ ପଦ ଦିପଦ କହିବାକୁ ଚାହିଁଛି। ପରମେଶ୍ୱରଙ୍କ ଗୃହର ତାତ୍ପର୍ଯ୍ୟ କଣ? ସେ କି ଘର? ଆପଣ କି ଗୃହ ବୋଲି କହୁଛନ୍ତି? ଆଜ୍ଞା ଗୀର୍ଜା ଘର କଣ? ପ୍ରାର୍ଥନା ଉପାସନା ଗୃହ। ଯାହା ବି ବୋଲନ୍ତୁ, କୋରାପୁଟ ମୋଥରାନ ଏରିଆ ଲୋକମାନେ ପ୍ରାର୍ଥନା ଘର ବୋଲି କହିବେ। ଗୀର୍ଜା ଘର ବୋଲି କହିବେ ନା, ଉପାସନା ଗୃହ ବୋଲି କହିବେ, ମନ୍ଦିର ବୋଲି କହିବେ। ତାଙ୍କେ ପ୍ରାର୍ଥନା ଉପାସନାରେ ଯାଉଛୁ ବୋଲି କହିବେ, ପ୍ରାର୍ଥନାକୁ ଯାଉଛୁ। ବାକି ସବୁରେ ଗୋଟିଏ। ଓଡ଼ିଶା ବାହାରେ କୋଉଠି ମନ୍ଦିର, କୋଉଠି ପରମେଶ୍ୱରଙ୍କ ଘର, କୋଉଠି କଣ, କିନ୍ତୁ ବାଇବଲ ମୁଁ ଆପଣଙ୍କୁ ଅଳ୍ପ କଥା କହିବି ଯେ ଗୀର୍ଜା ଘର କି ଘର? ବାଇବଲରେ ଗୀର୍ଜା ଘର ଲେଖା ହେଇ ନାହିଁ। କହିଲେ କିଛି କ୍ଷତି ନାହିଁ, କହିଲେ କିଛି ଭୁଲ ନାହିଁ, କିନ୍ତୁ ବାଇବଲ ହିସାବରେ ଏହା କି ଘରର ତାର ମୂଲ୍ୟ କଣ, ତାର ମହତ୍ଵ କଣ ଶୁଣନ୍ତୁ। ତାହା ହେଉଛି ନିତାନ୍ତ ପରମେଶ୍ୱରଙ୍କ ଗୃହ। ଆଦି ପୁସ୍ତକ 28 ପର୍ବର 17। ଜୟ ପ୍ରଭୁ। ପୁଣି ସେ ଭିତରେ ଆହୁରି କହିଲା, ଏ କିପରି ରହସ୍ୟର ସ୍ଥାନ, ଏ ତ ନିତାନ୍ତ ପରମେଶ୍ୱରଙ୍କ ଗୃହ। ଥ୍ୟାଙ୍କ ୟୁ। ଏହି ତ ସ୍ୱର୍ଗର ଦ୍ୱାର। ଯେଣୁ ପ୍ରିୟ ଖ୍ରୀଷ୍ଟିଆନ ଭାଇ ଏବଂ ଭଉଣୀମାନେ, ଏ ହେଉଛି ଗୃହ, ହେଉଛି ସ୍ୱର୍ଗର ଦ୍ୱାର। ସାଧାରଣ ନୁହେଁ, ସେମିତି ଗୀର୍ଜା ଘର ହେଇପାରିବ ନାହିଁ, କେବଳ ହେଇପାରିବ
ଏହା ହେଉଛି ସ୍ୱର୍ଗର ମୁଁ ଆପଣଙ୍କୁ ହାତ ଯୋଡ଼ି ଆଗରୁ କହୁଛି ଯିବା ଆସିବା କରନ୍ତୁନି। ଯଦି ଯିବା ଆସିବା ଏ ଭିତରକୁ ଆସିବା ବୁଝିପାରିଲେ, ମଝିରେ ଯିବା ଆସିବା କରନ୍ତୁନି, ଯିବା ଆସିବା କରିବା ଭିତରକୁ ଆସିବା। ମୁଁ 5 ମିନିଟ୍ ସମୟ ଦେବି, ଯିଏ ଯିବାକୁ ଯାଉଛି। ଜେନା କହୁଥିଲେ 100 ବର୍ଷ ଖ୍ରୀଷ୍ଟିଆନ ଜାଣିନାହାନ୍ତି ଆପଣ ସେବା କ'ଣ ଉପାସନା କ'ଣ? ମଝିରେ ବସିଥିବ, ମଝିରେ ଉଠିକି ଯିବେ। କୋଉଠି ଶିଖିଛନ୍ତି କେବେଠୁ?